କରୋନା ରୋକିପାରିନି ପ୍ରେମୀ ଯୁଗଳଙ୍କ ଭଲ ପାଇବାକୁ। ଚୀନରେ କରୋନା ଏବେ ପ୍ରାଣଘାତୀର ରୂପ ନେଇଥିବା ବେଳେ ଚୀନର ଝିଅ ଜଣେ ଭାରତର ପୁଅଙ୍କୁ ବିବାହ କରିଛନ୍ତି। ମଧ୍ୟପ୍ରଦେଶର ସତ୍ୟାର୍ଥ ନାମକ ଜଣେ ଯୁବକ ଚୀନର ଜି ହାଓ ୱାଙ୍ଗ ନାମକ ଜଣେ ମହିଳାଙ୍କୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି। ଚାଇନାରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ୍ ବର୍ତ୍ତମାନ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ସମୟରେ ଏହି ଦୁଇଙ୍କ ଭଲ ପାଇବାରେ କରୋନା ଭୂତାଣୁ ପ୍ରତିବନ୍ଧକ ସାଜି ନାହିଁ। ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି। ଚାଇନାରୁ କରୋନା ଭାଇରସ୍ ସଂକ୍ରମଣ ଭୟରେ ସବୁ ଦୂରେଇ ଯାଉଥିବା ବେଳେ ଚାଇନାର ମହିଳାଙ୍କୁ ବିବାହ କରିବା ନିଶ୍ଚିନ୍ତ ସାହସିକ ଘଟଣା। ଚୀନର ଝିଅ ଜି ହାଓ ୱାଙ୍ଗ ରବିବାର ମଧ୍ୟପ୍ରଦେଶ ମନ୍ଦସୌରଠାରେ ଭାରତର ସତ୍ୟାର୍ଥ ମିଶ୍ରଙ୍କୁ ବିବାହ କରିଛନ୍ତି। ସହରରେ ଏଭଳି ପ୍ରଥମ ବିବାହ ଯେଉଁଠି ବିବାହ ମଣ୍ଡପରେ 4ଟି ଭାଷାରେ ମନ୍ତ୍ର ପଢ଼ାଯାଇଥିଲା। ସତ୍ୟାର୍ଥ ମିଶ୍ରଙ୍କ କହିବା କଥା ଥିଲା, କରୋନା ଭାଇରସ୍ ଯୋଗୁଁ ସେମାନଙ୍କୁ ଭାରତ ଆସିବାକୁ ଅନୁମତି ମିଳିବ କି ନାହିଁ ତାହା ଚିନ୍ତାର କାରଣ ଥିଲା। ବାରମ୍ବାର ଚେଷ୍ଟା ଫଳରେ 8 ଜଣଙ୍କ ମଧ୍ୟରୁ 5 ଜଣଙ୍କୁ ଅନୁମତି ମିଳିପାରିଥିଲା। ସେମାନଙ୍କ ମଧ୍ୟରେ ଜି ହାଓ ଏବଂ ସତ୍ୟାର୍ଥ ସାମିଲ ଥିଲେ। ଚୀନରେ ପାଠ ପଢ଼ିବା ସମୟରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗୋଟିଏ କଲେଜରେ ସତ୍ୟାର୍ଥ ମାସ୍ କମ୍ୟୁନିକେସନ୍ କରୁଥିବା ବେଳେ ଜି ହାଓ ୱାଙ୍ଗ ମେକଅପ୍ ଆର୍ଟିଷ୍ଟ କୋର୍ସ କରୁଥିଲେ। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଇଥିଲେ। ଜି ହାଓ ୱାଙ୍ଗଙ୍କ ପରିବାର ଦିଲ୍ଲୀର ବିମାନ ବନ୍ଦରରେ ପହଞ୍ଚିଲା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଭାରତ ପ୍ରବେଶର ଅନୁମତି ମିଳିଥିଲା। ଉଭୟ ଦମ୍ପତି ଧର୍ମ, ବିଶ୍ୱାସ, ଜାତିକୁ ଖାତିର ନକରି ବୈଦିକ ରୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।